ହ୍ୟାଲୋ ସାଙ୍ଗମାନେ, ହାଏ, ମୁଁ ଆପଣଙ୍କର ମିଷ୍ଟର ମୁକ୍ତି। ଚାଲନ୍ତୁ ଆଜି ବୁଲିଯିବା ମହାପ୍ରଭୁଙ୍କର 32 ବେଶ। ଦେଖିପାରୁଥିବେ ଏଇଟା ଗରୁଡ଼ ଖମ୍ବ ଅଛି, ତା'ର ଠିକ୍ ସାମ୍ନାରେ ଜଗନ୍ନାଥ ମହାପ୍ରଭୁଙ୍କର 32 ବେଶ ସ୍ଥାପନ କରାହେଇଛି। ଭିତରେ ଦେଖିପାରୁଥିବେ କେମିତିଆ ସବୁ ସାଜସଜ୍ଜା ହେଇଛି, ଯାହାକି ବହୁତ ଭଲ ଲାଗୁଛି। ତାପରେ ଦେଖିବା ଆମେ ପ୍ରଭୁ, ଦେଖିପାରୁଥିବେ ପ୍ରଭୁ କେତେ ସୁନ୍ଦର ଦେଖାଯାଉଛନ୍ତି। ଏଇଟା ଗୋଟେ ଆଡ଼କିଆ ବେଶ, ଦେଖିପାରୁଥିବେ। ତାପରେ ଏଇଟା ଆସିଲା ଆମର ପାଳ ବାସୁର ବେଶ। ତାପରେ ଏଇଟା ଆମର କ'ଣ ଲେଖା ହେଇଛି ଏଠି, ପଦ୍ମ ବେଶ। ତାପରେ ଯିବା ଆମର ନେକ୍ସଟ ଅବକାଶ ବେଶ, ଦେଖିପାରୁଥିବେ। ତାପରେ ଏଇଟା ଆମର ଯେଉଁ ପ୍ରଭୁ ଯେଉଁ କାଳିଆ ଦଳନ କରିଥିଲେ ତା ବେଶଟା ଏଇଟା। ତାପରେ ଏଠି ଆମର ଯିବା ନେକ୍ସଟ ଝୁଲଣ ସନ୍ଧ୍ୟା ଆଳତି ବେଶ। ତାପରେ ଦେଖିବା ଏଇଟା ମହାପ୍ରଭୁଙ୍କର ନାଗାର୍ଜୁନ ବେଶ। ଏଇଟା ଆମର ଚନ୍ଦନ ଲାଗି ବେଶ। ତାପରେ ଏଇଟା ଆମର ଗଜ ଉଦ୍ଧାରଣ ବେଶ, ଦେଖିପାରୁଥିବେ ପ୍ରଭୁ। ତାପରେ ଆସିଲା ଆମର ସକାଳ ଧୂପ ବେଶ, ପ୍ରଭୁଙ୍କର ସକାଳ ଧୂପ ବେଶ ଏଇଟା। ତାପରେ ଯିବା ଏଇଟା ଆମର ଡାଳିକିଆ ବେଶ। ତାପରେ ଯିବା ଟାହିଆ ଲାଗି ବେଶ। ତାପରେ ଯିବା ବାମନ ବେଶ, ଯେଉଁଟାରେ ସିଏ ରଜାଙ୍କୁ ମାଗିଥିଲେ 3 ପାଦ ଜାଗା। ତାପରେ ଯିବା ଆମର ରାଧା ଦାମୋଦର ବେଶ। ତାପରେ ଯିବା ଆମର ଏଇଟା ଆମର ଗଜାନନ ବେଶ, ଦେଖିପାରୁଥିବେ ମହାପ୍ରଭୁଙ୍କୁ। ଏଠି ଆମର ଝିଅ ଦେଖିକି ଠାକୁରଙ୍କୁ ଦେଖୁଛୁ, ଗଣେଶ ମହାପ୍ରଭୁଙ୍କୁ ଦେଖୁଛୁ। ତାପରେ ଆମର ଏଠି ମେନ୍ ଠାକୁର, ଦେଖିପାରୁଥିବେ କେତେ ବଡ଼ ଧରଣର ତିଆରି ହେଇଛି। ବହୁତ ଲୋକ ବି ଆସୁଛନ୍ତି ଏଠିକି ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ। ଏଇଟା ଆମର ମହାଲକ୍ଷ୍ମୀ ଅଛନ୍ତି, ଯିଏ ଯାହାର ମନସ୍କାମନା ନେଇ ଆସୁଛନ୍ତି। ଏଇଟାକୁ ଦାନ କରୁଛନ୍ତି ମା ମଙ୍ଗଳା ମାଝୀ ଏବଂ ଡ୍ରାଇଭର ସଂଘ। ତାପରେ ଏଇଟା ଆମର ବାଙ୍କତୁଡ଼ା ବେଶ, ସନାପଟା ବେଶ। ଯଦି କିଛି ଭୁଲ ହେଉଛୁ ପଢ଼ିବାର ଟିକେ କ୍ଷମା କରିବେ। ତାପରେ ଏଇଟା ମହାପ୍ରଭୁଙ୍କର ଆମର କୃଷ୍ଣ ବଳରାମ ବେଶ। ତାପରେ ଏଇଟା ଆମର ଆସିଲା ବଡ଼ ଶୃଙ୍ଗାର ବେଶ। ତାପରେ ଏଇଟା ଆମର ଆସିଲା ମହାପ୍ରଭୁଙ୍କର କ'ଣ ଏଟା ଟିକେ ଦେଖି ହେଉନି। ତାପରେ ଏଇଟା ଆମର ଶ୍ରାଦ୍ଧ ବେଶ, ଧଳା ବସ୍ତ୍ର ପରିଧାନ କରୁଛନ୍ତି। ଏଇଟା ଆମର ବଣଭୋଜି ବେଶ। ତାପରେ ଆମର ନନାଙ୍କ ବେଶ, ନବାଙ୍କ ବେଶ ନା କ'ଣ, ରଘୁନାଥ ବେଶ ନବମଙ୍କର। ଏଇଟା ଆମର ତାପରେ ଦେଖିବେ ଦୋଳ ପୂର୍ଣ୍ଣମୀ ସୁନା ବେଶ। ଦୋଳ ପୂର୍ଣ୍ଣିମାରେ ଏଇଟା ହୁଏ ବୋଧେ ନବ ଯୌବନ ବେଶ ପ୍ରଭୁଙ୍କର। ତାପରେ ଏଇଟା ଦେଖିବେ ଏଇଟା ଆମର ଗିରି ଗୋବର୍ଦ୍ଧନ ବେଶ, ଯେଉଁଠି ଯେଉଁ ପର୍ବତ ଉଠାଇଥିଲେ ମହାପ୍ରଭୁ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ଦେଶବାସୀଙ୍କୁ। ଘଡ଼ ଲାଗି ବେଶ। ତାପରେ ଏଇଠି ସମାପ୍ତ ହେଇଗଲା। ଦେଖନ୍ତୁ କେତେ ସୁନ୍ଦର, ଏଇଟା ଆମର ମହାଦେବ ବସୁଛନ୍ତି, ବାବା ମହାଦେବ ସାମ୍ନାରେ ପୁରା ଦେଖିପାରୁଥିବେ କେତେ ସୁନ୍ଦର ଦୃଶ୍ୟ। ତାପରେ ଆମର ଗୋଟେ ସାମ୍ନାର ଦେଖିବା
ଏଇ ଜଣକଟି ଭାବୁଛି ଏ ବୋଧେ ସୁଦାମା। ଆପଣମାନେ କମେଣ୍ଟରେ କହିବେ ଯେଉଁ ବାହାରେ ଶୋଇଛନ୍ତି ସିଏ କିଏ। ଏଇଠି ବି ଗୋଟେ ଗରୁଡ଼ ଖମ୍ବ ଅଛି। ତାର ଠିକ୍ ସାମ୍ନାରେ ଭିଡ଼ିଓ ଯଦି ଭଲ ଲାଗିଥିବ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିପାରିବେ। ମୁଁ ପୁଣି ଥରେ ଆପଣଙ୍କ ପାଇଁ ଭଲ ଭିଡ଼ିଓ ନେଇକି ରହିଲି।